ଗପଟିର ନାମ ବଡ଼ ପୁଅ। ଅନେକ ଦିନ ତଳର କଥା। ମାଧବପୁର ଗାଁରେ ଜଣେ କୃଷକ ରହୁଥିଲା। ତାର ସ୍ତ୍ରୀ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲା। ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ସଂସାର ସୁଖ ଦୁଃଖରେ ଚଳୁଥିଲା। ବିବାହର ବହୁ ବର୍ଷ ପରେ ବି ତାଙ୍କର ଗୋଟିଏ ହେଲେ ବି ସନ୍ତାନ ନଥିଲେ। ଦିନେ ଜଣେ ସାଧୁ ବାବା ତାଙ୍କ ଘରକୁ ଆସିଥାନ୍ତି। ତାଙ୍କର ଗୋଡ଼ କଟି ବହୁତ ରକ୍ତ ବହୁଥାଏ। କୃଷକର ସ୍ତ୍ରୀ ସାଧୁ ବାବାଙ୍କର ବହୁ ସେବା କରି ତାଙ୍କୁ ସୁସ୍ଥ କରାଇଲା। ପ୍ରାୟ 1 ସପ୍ତାହ ପରେ ସାଧୁ ବାବାଙ୍କ ଗୋଡ଼ ଠିକ୍ ହୋଇଗଲା। ସେ ଗଲାବେଳେ କୃଷକର ସ୍ତ୍ରୀକୁ ଆଶୀର୍ବାଦ କଲେ, ପୁତ୍ରବତୀ ଭବ। ସାଧୁ ବାବାଙ୍କର ଏପରି କଥା ଶୁଣି କୃଷକର ସ୍ତ୍ରୀ କହିଲା, ବାବା, ଏହା କ'ଣ ସମ୍ଭବ? ସାଧୁ ବାବା କହିଲେ, ହଁ ମା, ଏହା ସମ୍ଭବ ହେବ। ତୁମେ ଏକ କାମ କର, ବାଡ଼ିରେ ଗୋଟିଏ ଆମ୍ବ ଗଛ ଲଗାଅ। ସେହି ଆମ୍ବ ଗଛ ବଢ଼ାଅ। ଅଳ୍ପ ଦିନରେ ସେ ଆମ୍ବ ଗଛରେ ବଉଳ ହେବ। କିଛି ବଉଳକୁ 7 ଦିନ ଧରି ଗୋଟିଏ ମହୁ ପାତ୍ରରେ ବୁଡ଼ାଇ ରଖିବ। 7 ଦିନ ପରେ ସେ ମହୁ ବଉଳ ରସକୁ ପାନ କରିବ। ତୁମର ପୁତ୍ର ପ୍ରାପ୍ତି ହେବ। ଏକଥା କହି ସାଧୁ ବାବା ହସି ହସି ଚାଲିଗଲେ। ଚାଲିବା ସମୟରେ କୃଷକର ସ୍ତ୍ରୀ କାନରେ କିଛି କହିଗଲେ। ସାଧୁ ବାବାଙ୍କର କଥା ଅନୁଯାୟୀ କୃଷକର ସ୍ତ୍ରୀ ତା ବାଡ଼ି ଜମିରେ ଆମ୍ବ ଚାରାଟିଏ ଆଣି ଲଗାଇଲା। ବହୁତ ଯତ୍ନ ସହକାରେ ପାଣି ଦେଇ ବଢ଼ାଇଲା। କିଛି ଦିନ ପରେ ସେଥିରେ ବଉଳ ହେଲା। ସାଧୁ ବାବା କହିବା ଅନୁଯାୟୀ କୃଷକର ସ୍ତ୍ରୀ ମହୁ ବଉଳ ରସ ପାନ କରିବାରୁ ଗର୍ଭବତୀ ହେଲା। କିଛି ମାସ ପରେ ତାର ପୁଅଟିଏ ହେଲା। ଏହା ମଧ୍ୟରେ କେତେ ବର୍ଷ ବିତିଗଲା। କୃଷକର ସ୍ତ୍ରୀ ସବୁଦିନ ଭଳି ଆମ୍ବ ଗଛ ପାଖକୁ ଯାଏ, ଆମ୍ବ ତୋଳେ। ଫଳୁଥିବା ମିଠା ଆମ୍ବ ବିକି ପୁଅକୁ ମଣିଷ କଲା। କିଛି ବର୍ଷ ବିତିଗଲା। ମାର ଅଧିକ ଗେହ୍ଲା ଯୋଗୁଁ ପୁଅଟି ଦୁଷ୍ଟ ହେଲା। କିଛି କାମ କଲା ନାହିଁ। ଅଳସୁଆ ହେବାରୁ କୃଷକର ସ୍ତ୍ରୀ ଘର ଚଳାଇବା କଷ୍ଟକର ହୋଇପଡ଼ିଲା। କୃଷକର ସ୍ତ୍ରୀ ପୁଅକୁ ସବୁବେଳେ ପରିଶ୍ରମୀ ହେବା ପାଇଁ ବୁଝାଏ, ହେଲେ ପୁଅ କିଛି ଶୁଣେ ନାହିଁ। ଦିନକର କଥା, ଜଣେ କାଠ ବ୍ୟବସାୟୀର ନଜର ସେ ଆମ୍ବ ଗଛ ଉପରେ ଯାଇ ପଡ଼ିଲା। ଏଇଭଳିଆ ଆମ୍ବ ଗଛ ସେ କେବେ ଦେଖିନଥିଲା। କାଠ ବ୍ୟବସାୟୀ ଜାଣିପାରିଲା ଏ ଆମ୍ବ ଗଛ ସାଧାରଣ ଆମ୍ବ ଗଛ ନୁହେଁ। ଏହାର କାଠରୁ ମୂଲ୍ୟବାନ ସୁଗନ୍ଧଯୁକ୍ତ ପଲଙ୍କ ତିଆରି ହୋଇପାରିବ। ଏ ପଲଙ୍କ ସେ ରାଣୀ ମାତାକୁ ଉପହାର ଦେଇ 1000 ସ୍ୱର୍ଣ୍ଣ ମୁଦ୍ରା ପାଇପାରିବ। ଦିନେ କୃଷକର ସ୍ତ୍ରୀ ଘରେ ନଥିବା ବେଳେ କାଠ ବ୍ୟବସାୟୀ ସେ ଘରେ ଯାଇ ପହଞ୍ଚିଲା। କୃଷକ ପୁଅକୁ ଦେଖି କହିଲା, ଆରେ ପୁଅ, ଏ ଆମ୍ବ ଗଛ ତୁମ ବାଡ଼ିରେ ଥିବା ପର୍ଯ୍ୟନ୍ତ ତୋର କିଛି ଉନ୍ନତି ହେବ ନାହିଁ। ଏମିତି ଦରିଦ୍ର ହୋଇ ଦିନ କାଟୁଥିବୁ। ମୋତେ ଏ ଆମ୍ବ ଗଛ ବିକିଦେ। ମୁଁ ଏ ଗଛ କାଟିଲେ ତତେ 10 ସ୍ୱର୍ଣ୍ଣ ମୁଦ୍ରା ଦେବି। ଆରାମରେ କିଛି ବ୍ୟବସାୟ ଆରମ୍ଭ କରିବୁ। ଲୋକ ରଖି ଘରେ ଆରାମରେ ବସି ଚଳିବୁ। କାଠ ବ୍ୟବସାୟୀର ଏପରି ଚତୁରପୂର୍ଣ୍ଣ କଥାରେ କୃଷକ ପୁଅ ଭାସିଗଲା। ସେ ନିଶ୍ଚୟ କଲା ଯେ ଏଇ ଆମ୍ବ ଗଛକୁ ଶୀଘ୍ର କାଟିବା ପାଇଁ। ଦିନକର କଥା, କୃଷକ ପୁଅ ତା ମାଆକୁ କହିଲା, ମା, ଯେଉଁ ଆମ୍ବ ଗଛ ଆମ ବାଡ଼ିରେ ଅଛି ମୁଁ ତାକୁ ବିକିଦେବି। ତା କଥା ଶୁଣି କୃଷକ ସ୍ତ୍ରୀ ଯେତେ ମନା କଲେ ବି ପୁଅ କାଟିବା ପାଇଁ ଜିଦ୍ କରି ବସିଲା। ରାତି ହେଲା। କୃଷକର ସ୍ତ୍ରୀ
କୃଷକର ସ୍ତ୍ରୀ ରାତି ସାରା ଶୋଇପାରିଲା ନାହିଁ। ଯେମିତି ସକାଳ ହୋଇଛି ଚାଲିଲା ଆମ୍ବ ଗଛ ପାଖକୁ। ମା ପଛେ ପଛେ ପୁଅ ବି ଚାଲିଗଲା। କୃଷକର ସ୍ତ୍ରୀ ଆମ୍ବ ଗଛ ନିକଟରେ ପହଞ୍ଚି ଆମ୍ବ ଗଛକୁ ବହୁତ ଆଉଁସି ଦେଲା। କୁଣ୍ଢାଇ କହିଲା, ମୁଁ ତୋତେ ଆଉ ରକ୍ଷା କରିପାରିବି ନାହିଁ। ତୁ ମୋ ବଡ଼ ପୁଅ। ତୋ ପରେ ତୋ ସାନ ଭାଇ ଜନ୍ମ ହୋଇଛି। ସେ ମଣିଷରୁ ରାକ୍ଷସ ପାଲଟିଛି। ତା ମୁଣ୍ଡରେ ଭୂତ ସବାର। ପର କଥାରେ ପଡ଼ି ବଡ଼ ଭାଇକୁ ହାଣିବାକୁ ବସିଛି। ମୁଁ ଆଉ ତୋତେ ରକ୍ଷା କରିପାରିବି ନାହିଁ। ଏହାପରେ କୃଷକ ସ୍ତ୍ରୀ କହିଲା, ସାଧୁ ବାବା ଗଲାବେଳେ ମୋ କାନରେ କହିଯାଇଥିଲେ, ତୁ ଯେତେବେଳେ ଗଛଟିଏ ହେବୁ ମୋ ସ୍ୱାମୀ ମରିଯିବେ। ତାହା ହିଁ ହେଲା। ସାଧୁ ବାବାଙ୍କ କଥା ଅନୁଯାୟୀ ତୋ ଆମ୍ବ ବହୁତ ମିଠା ହେବ। ସେହି ଆମ୍ବ ବିକି ମୁଁ ରୋଜଗାର କରିବି। ତୋ ସାନ ଭାଇକୁ ମଣିଷ କରିବି। ମାତ୍ର ସେ ମଣିଷ ନୁହେଁ, ଅମଣିଷ ପାଲଟିଗଲା। ସେ ଆଜି ତତେ କାଟିଦେବ। ଆଉ ଯଦି ସେ ତତେ କାଟିଦିଏ, ମୁଁ ମୋ ବଡ଼ ପୁଅ ବିନା ବଞ୍ଚିପାରିବି ନାହିଁ। ମୁଁ ବି ବିଷ ପିଇ ମରିଯିବି। ଆଉ ତୋ ବାପା ପାଖକୁ ଚାଲିଯିବି। ଏକଥା ସାନ ପୁଅ ଶୁଣିଲା। ତା ଜନ୍ମ କେବଳ ତା ମା ବାପାଙ୍କ ଏଭଳି ତ୍ୟାଗ ପାଇଁ। ସେ କିଭଳି ନିଜ ସ୍ୱାର୍ଥ ପାଇଁ ତା ବଡ଼ ଭାଇର ହତ୍ୟା କରିବ। କୃଷକ ପୁଅ ଯାଇ ଆମ୍ବ ଗଛକୁ କୁଣ୍ଢାଇ ଧରିଲା। କହିଲା, ଭାଇ, ମୋତେ କ୍ଷମା କରିଦେ। ମୁଁ ବହୁତ ବଡ଼ ଅପରାଧ କରିବାକୁ ଯାଉଥିଲି। ସବୁ କଥା ଶୁଣିବା ପରେ ମୁଁ ମୋ ଭୁଲ ବୁଝିପାରିଛି। ମୁଁ ଏବେଠାରୁ ମାର କଥା ମାନିବି। ଏହି ବାଡ଼ିରେ ପରିଶ୍ରମ କରି ଫସଲ ଅମଳ କରିବି। ଯାହା ରୋଜଗାର କରିବି ସାରା ଜୀବନ ଖୁସିରେ ମାକୁ ରଖିବି। ଏକଥା ଶୁଣି ଆମ୍ବ ଗଛ ଜୋରେ ଜୋରେ ହଲିବାକୁ ଲାଗିଲା। କୃଷକର ସ୍ତ୍ରୀ ଆମ୍ବ ଗଛ ପଛରେ ଛିଡ଼ା ହୋଇ ସବୁ କଥା ସାନ ପୁଅର ଶୁଣୁଥାଏ। ମା ଦୌଡ଼ି ଆସି ଦୁଇ ପୁଅଙ୍କୁ କୁଣ୍ଢାଇ ଧରିଲା। ସାନ ପୁଅ ମା ଗୋଡ଼ ତଳେ ପଡ଼ି ଭୁଲ ମାଗିଲା। ଏହି ସମୟରେ ଆମ୍ବ ଗଛରୁ ପ୍ରଚୁର ମିଠା ଆମ୍ବ ଝଡ଼ିବାକୁ ଲାଗିଲା। ସେଇଦିନଠାରୁ କୃଷକର ପରିବାର ହସ ଖୁସିରେ ଦିନ କାଟିଲେ। ତେଣୁ ଅମଣିଷ ହୁଅ ନାହିଁ। ନିଜର ଭୁଲ ପାଇଁ ସର୍ବନାଶ କର ନାହିଁ କ୍ଷଣିକ ସ୍ୱାର୍ଥ ପାଇଁ।